ପ୍ରକାର କୁହନ୍ତୁ ମାନେ ଭଲ ଲୋକ ନା ଖରାପ ପ୍ରଭାବର ଲୋକ କହୁଛନ୍ତି ତ ବାପ ଭଲ ନୁହଁ ବୋଲି ବାପ ଏତିକ କାମ କରୁଛି ଆଉ ତା ମାନେ ଗାଁ ଲୋକ ବି କଥା ହଉଛନ୍ତି ଯେ ଝିଅର ବାପାର ଭୁଲ ଅଛି ଏଇଟା ହେଲା ମୁଖ୍ୟ କଥା। ଆଉ ମାର ସେଥିରେ କିଛି ଭୁଲ ଅଛି ନା କେବଳ ବାପାର ଭୁଲ? ଓ ମା ସକାଶେ ହିଁ ଝିଅ ରିଟର୍ନ କରିକି ଆଇଲା। ମୋ ବାହାଘର କରିବାକୁ ବସିଲା ଝୁଅକୁ ଝୁଅକୁ ପଚାରିଥାନ୍ତା ମା ତୁ କାହାକୁ ଭଲ ପାଇଛୁ କି ଭଲ କି ମନ୍ଦ ହାନି ନବ ଏଟା ପଚାରିବାର ଯଦି ନ ପଚାରିଲୁ ତୁ ଜଇଁଟାକୁ ଲୋକମାନଙ୍କୁ ବି ଦେଖେଇଲୁ ନା ବେଦୀପୁରକୁ ଏଠିକି ଆଇଲା ବେଳକୁ କୁଆଡେ ଦେଖା ଦେଖି ଆମର ମିଡିଆରେ ଛାଡିଦବ ଯଦି ଆମେ ଭଣ୍ଡୁରୁ ହେଇଯିବୁ। ସବୁ କଥା କିଛି କହିପାରିല്ല। ଝିଅଟା କେମିତି ସ୍ୱଭାବର କହିଥିବ? ଝିଅଟାକୁ ଆମେ ଦେଖିଥିଲୁ ଏଇ ରୋଡରେ ଯାଉଥିଲା କୁକୁର ନେଇକି ସେଠି ଆମେ ସିଏ ରହିଲେ ସେ ମୁଣ୍ଡରେ ଆମେ ରହିଲୁ ଏ ମୁଣ୍ଡରେ ଆମେ କେମିତି ଯିବୁ? ମାଉସୀ ଗୋଟେ ମିଛଟାରେ ମାଉସୀ ମିଛରେ ଗୋଟେ ଝିଅ ଚରିତ୍ର ଉପରେ ପ୍ରଶ୍ନ ଉଠୁଛି ଆପଣ କିଛି କହିବେନି? ଗୋଟେ ଝିଅଟାକୁ ଖରାପ କହୁଛନ୍ତି କଣ କହିବେ? ଝିଅର ଭୁଲ ନାହିଁ ଝିଅ ଯଦି ଖରାପ କହୁଛନ୍ତି ଆମ ଝିଅକୁ କଣ ବୋଲି ମାନେ ଆମ ଝିଅ କଣ ଏତେ ଖରାପ? ଆମ ଝିଅ ପୁରା ଭଲ। ଝିଅଟା ପୁରା ଝିଅ ଭଲଟି ତମେ ତାକୁ କଣ ଡାକ ମାନେ ଆମେ ତ ଦେଖା ଚାହା ନାହିଁ ଆମେ କହିବୁ କଣ? ତଥାପି ଗାଁରେ ତାଙ୍କ ଘର ଭିତରେ ସେ ଘଟଣା ଘଟିଗଲା ଗାଁରେ ନା କଣ ଡିସ୍କସନ ଚାଲିଛି କଥାବାର୍ତ୍ତା କଣ? ଗାଁରେ କେହି କିଛି ଜଣା ଯାଏନି କେହି ପୁରଉନାହାନ୍ତି। ଝିଅ ଯାହା କରିଛି ଠିକ କରିଛି ନା ଭୁଲ କରିଛି? ତା ବାପା ଜାଣିଥିବ ସେ ଜାଣିଥିବ। ସେଇଠି ଯଦି ଆପଣ ଥାନ୍ତେ ସେଇ ଜାଗାରେ କଣ କରିଥାନ୍ତେ? କଣ କରିବୁ ଆମେ ସିନା ସେ ଜାଗାରେ ଆମେ ଜାଣିଥାନ୍ତୁ କି ଭଲ କି ମନ୍ଦ କଣ ଜାଣିଥାନ୍ତୁ। ଝିଅ ହେଇଥାନ୍ତେ କଣ ସେ କଣ ଝିଅ ନୁହଁ? ଝିଅ ସମିତିକର ମାଉସୀ ଯଦି ଝିଅ ଆପଣଙ୍କର ବି ତାହେଲେ ଗୋଟେ ଝିଅର ଚରିତ୍ର ଉପରେ କଥା ଉଠିଲେ କହିବେନି ମିଛଟାରେ ଆପଣ ଝିଅ ବଦନାମ ହେଇଯାଉଛି? ଆମେ ସିନା ଜାଣିଥିଲେ କହିବୁ ସେ ଜାଗାର କଣ ଜାଣିନାହାନ୍ତି ଆପଣ ବା କହୁଛନ୍ତି? ସେ ଜାଗା ଜିନିଷଟା ଆମେ ଚଳନ୍ତି ହଉଥାନ୍ତା ଯଦି ଆମର ଆମେ ଜାଣିଥାନ୍ତୁ ଏ ପିଲାଟା ଏଇଭଳିଆ। ଯୋଉ ଦିନ ବାହାଘର ହେଇଥିଲା ବାହାଘର ଦିନ ଆପଣ ବେଦୀରେ ଦେଖିଛନ୍ତି? ନା ନା ଜମା ତ ବାହାଘର ବି ଦେଖିନ ତ ଯେତେବେଳେ ପୁଅ ଘର ବାଲା ଆସିଥିଲେ ଦେଖିବା ପାଇଁ ଝିଅ ଘର ବାଲା ଆସିଥିଲେ ଦେଖିବାକୁ ଦୁଇ ଥର ନାଇଁ ତିନି ଥର ଯିବା ସେ ସବୁ କଥା କିଛି ଜାଣିବୁ ସେ ସବୁ ଆମେ କାହିଁ ଜାଣିବୁ? ଆମେ ହେଲୁ ସେଠି ଘର ଆମେ କାହିଁ ଆମର ଜାନାର ବାନ୍ଧିଛୁ ଜାନାର ସାଙ୍ଗରେ ଗୁଡେଇବୁ ଆମେ କାହିଁ? ବାପା ମା କେମିତି ପ୍ରକାର କୁହନ୍ତୁ ମାନେ ଭଲ ଲୋକ ନା ଖରାପ ପ୍ରଭାବର ଲୋକ? କହୁଛନ୍ତି ତ ବାପ ଭଲ ନୁହଁ ବୋଲି ବାପ ଏତିକ କାମ କରୁଛି ଆଉ ଗାଁ ଲୋକ ବି କଥା ହଉଛନ୍ତି ଯେ ଝିଅର ବାପାର ଭୁଲ ଅଛି ଏଇଟା ହେଲା ମୁଖ୍ୟ କଥା। ଆଉ ମାର ସେଥିରେ କିଛି ଭୁଲ ଅଛି ନା କେବଳ ବାପାର ଭୁଲ? ସବୁବେଳେ ଗୋଟେ ଝିଅକୁ ଆମ ସମାଜ ଦୋଷ ଦେଇଦିଏ। ଝିଅ କିଛି ବି ହେଇଥାଉ ଝିଅଟାକୁ ଦୋଷ ଦେଇଦେଲେ ଆମ କଥା ସରିଲା ଆମ ମୁଣ୍ଡରୁ ବୋଝ ପଳେଇବ। ଏଠି କଣ ସବୁ ଭୁଲ ଝିଅର? ମା ଝିଅ ମୁଣ୍ଡରେ ଦୋଷ ଦେଇଦେଇକି କିଏ ଖସି ଯାଉଛନ୍ତି ନା ନାଇଁ? ଆମର ମିଡିଆରେ ଛାଡିଦବ ଯଦି ଆମେ ଭଣ୍ଡୁରୁ ହେଇଯିବୁ। ଏଇଟା ଗୋଟେ ଝିଅ ପ୍ରତି ଯୋଉ ନାଇଁ ଗୋଟେ ଝିଅ ପ୍ରତି ଅନ୍ୟାୟ ହଉଛି ଗୋଟେ ଝିଅ ପ୍ରତି ଅନ୍ୟାୟ ହଉଛି ତାକୁ ଆପଣ ମାନେ ଠିକ କି ଭୁଲ ସେଟା କହୁଛନ୍ତି? ଆପଣଙ୍କ ଝିଅ ତ ଗୋଟିଏ କଥା କହିଲୁ ନା ଆମେ ଝିଅକୁ ଯାହା ଦେଖିଥିଲୁ ଏଇଠି ଆଉ ତା ବାହାଘର କେମିତି ହେଇଛି ଆମେ ଯାଇନୁ। ବର୍ତ୍ତମାନ ଝିଅକୁ ସମସ୍ତେ ଖରାପ କହୁଛନ୍ତି ତମ ମତରେ କଣ ଝିଅ ଖରାପ ନା ଝିଅ ଭଲ? ଝିଅର ଯେତେବେଳେ ବାପ ବାହାଘର କରିବାକୁ ବସିଲା ଝୁଅକୁ ପଚାରିଥାନ୍ତା ମା ତୁ କାହାକୁ ଭଲ ପାଇଛୁ କି ଭଲ କି ମନ୍ଦ ହାନି ନବ ଏଟା ପଚାରିବାର ଯଦି ନ ପଚାରିଲୁ ତୁ ଜଇଁଟାକୁ ଲୋକମାନଙ୍କୁ ବି ଦେଖେଇଲୁ ନା ବେଦୀପୁରକୁ ଏଠିକି ଆଇଲା ବେଳକୁ କୁଆଡେ ଦେଖା ଦେଖି ସେ ଝିଅ କାହାକୁ ଭଲ ପାଉଥିଲେ କି ଗାଁ ଲୋକ କଥା ହଉଛନ୍ତି? ନାଇଁ ସେସବୁ କିଛି ନାହିଁ ଆଲୋଚନା ସେସବୁ କିଛି ନାହିଁ କେବଳ ଜ୍ୱାଇଁ ଅସୁନ୍ଦର ଲାଗି ଏତେ ପାଲା ଜ୍ୱାଇଁ ଅସୁନ୍ଦର ଆଉ ବୟସ ପାଇଁ ସେ ଜଣକୁ ଦେଖେଇକି ଆଉ ଜଣକୁ କେମିତି ବାହାଘର କରିଦବ? ତାହେଲେ ଏଠି ତ ପୁଅ ଘର ଲୋକରୁ ଭୁଲ ହଉଛି ନା ମାଉସୀ? ମାଉସୀ ଯେତେବେଳେ ତମର ବାହାଘର ହେଇଥିଲା ତମାନେ ମାଉସୀ ଆଉ ମଉସା ଦି ଜଣ ଦେଖା ଦେଖି ହେଇଥିଲା ନା ବାପା ମା ଦେଖିଥିଲେ? ଆମ ବାପା ମା ଦେଖିଥିଲେ ଆପଣ ଦି ଜଣ ଦେଖା ଦେଖି ହେଇନଥିଲେ। ତ ବର୍ତ୍ତମାନ ଏବେ ବି ସେଇଭଳି ହେଲା ବାପା ମା ଦେଖିଥିଲେ ଦି ଜଣ ଛୁଆ ମ୍ୟାରେଜ କଲେ ତ କେବେ ବି କାହାର ବାପା ମା କେବେ କାହାର ଖରାପ ଚାହାନ୍ତିନି। ତ ଏଇ ଜାଗାରେ ଖରାପ ଉଠିଲା କୋଉଠି ଯେ ଝିଅ ଛାଡିକିରି ପଳେଇ ଆସିଲା ଏଠିକି ବାପା ମାର ତାହେଲେ ଭୁଲ ଅଛି? କାହାର ବାପା ମାର ଝିଅର ନା ପୁଅର? ଝୁଅର। ହଁ